ଅଗ୍ନି ରୂପେ ପ୍ରକଟିତ ହେଲେ ମା ହିଙ୍ଗୁଳା। ଦର୍ଶନ ପାଇଁ ମା ହିଙ୍ଗୁଳାଙ୍କ ଯାତ୍ରାରେ ଲକ୍ଷାଧିକ ଭକ୍ତ। ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳା। ମାଙ୍କ ପାଖରେ ପ୍ରତିବର୍ଷ ହିଙ୍ଗୁଳା ଯାତ୍ରା ଅନୁଷ୍ଠିତ ହୋଇଥାଏ। ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ତାଳଚେର ଗୋପାଳ ପ୍ରସାଦଠାରେ ମା ହିଙ୍ଗୁଳା ଅଗ୍ନି ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ଦୀର୍ଘ 9 ଦିନ ଧରି ଚାଲେ ମାଙ୍କ ବାର୍ଷିକ ଯାତ୍ରା। ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ରୋଷେଇ ଘର ସହ ଅଗ୍ନି ରୂପୀ ମା ହିଙ୍ଗୁଳାଙ୍କ ନିବିଡ଼ ସମ୍ପର୍କ ରହିଛି। ମାଙ୍କ ପୀଠରେ ଏବେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଲାଗିଛି। କାହିଁ କେତେ ଆଡ଼ୁ କେତେ ଭକ୍ତ ଛୁଟି ଆସୁଛନ୍ତି ମାଙ୍କର ଏହି ଦିବ୍ୟ ରୂପର ଦର୍ଶନ ପାଇଁ। ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କର ବାର୍ଷିକ ଯାତ୍ରାରେ ପ୍ରତ୍ୟେକ ଦିନ ମାଙ୍କୁ ବିଧିପୂର୍ବକ ପୂଜା ଅର୍ଚ୍ଚନା କରାଯାଉଛି। ଭକ୍ତିମୟ ପରିବେଶରେ ଫାଟି ପଡ଼ୁଛି ମାଙ୍କ ପୀଠ। ଜୟ ମା ହିଙ୍ଗୁଳା, ଜୟ ମା ହିଙ୍ଗୁଳା। ଯାତ୍ରା ସମ୍ପୂର୍ଣ୍ଣ ଅଲଗା, କାରଣ ଏହାର ସମ୍ପର୍କ ଶ୍ରୀକ୍ଷେତ୍ର ସହ ଜଡ଼ିତ ରହିଛି। ଏହି ଦିନ ବଡ଼ ଦେଉଳର ରୋଷେଇ ଘର ଠାକୁରାଣୀ ମା ନିଜେ ଅଗ୍ନି ରୂପରେ ଏଠାରେ ପ୍ରକଟିତ ହୁଅନ୍ତି। ଏଠି ପୂଜାରେ ନଥାଏ ପୂଜକର ମଧ୍ୟସ୍ଥି। ମାଙ୍କ ନିକଟରେ ଭକ୍ତ ନିଜର ନୈବେଦ୍ୟ ସିଧାସଳଖ ଅର୍ପଣ କରନ୍ତି, ଯାହା ଉପରେ ଲୋକଙ୍କର ରହିଛି ଅଗାଢ଼ ବିଶ୍ୱାସ ଓ ଭରସା। ଜୟ ମା ହିଙ୍ଗୁଳା, ଜୟ ମା ହିଙ୍ଗୁଳା।